ଏବଂ ଏହି ସୁନ୍ଦର ଦିନ ଦେଖିବାକୁ ଦେଲେ ତାଙ୍କରି ଜୀବନର ମନୁଷ୍ୟ ଭାବରେ ଯେତେବେଳେ এই ଜଗତରେ ଥିଲେ ତାଙ୍କରି ଶେଷ ଦିନ ଆମମାନଙ୍କୁ ସ୍ମରଣ କରିବାକୁ ଏହି ସୁନ୍ଦର ଅବକାଶ ପ୍ରଭୁ ଦେଇଥିବା ହେତୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ମୋ ଅଯୋଗ୍ୟଙ୍କୁ ତାଙ୍କରି ବିଶ୍ୱାସିନୀ ବା ରକ୍ତରେ କ୍ରୀତ ଦାସ ଦାସୀଙ୍କ ଏବଂ ତାଙ୍କରି ଭକ୍ତ ଜନଙ୍କ ସମ୍ମୁଖରେ ଉଭା ହୋଇ ତାଙ୍କରି ଜୀବନ୍ତ ସତ୍ୟ ବାକ୍ୟ ପ୍ରକାଶ କରିବାକୁ ଏ ସୁନ୍ଦର ଅବକାଶ ଦେଇଥିବା ହେତୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ତତ୍ସଙ୍ଗେ ସଙ୍ଗେ ଆଜିର ଏହି ଦିନରେ ତୃତୀୟ ବାଣୀ ପ୍ରକାଶ କରିବାକୁ ମଣ୍ଡଳୀ ନିଷ୍ପତ୍ତି କରି ମୋତେ ଏହି ସୁନ୍ଦର ଅବକାଶ ଦେଇଥିବା ହେତୁ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତା ଗଣଙ୍କ କତିରେ ମୁଁ କୃତଜ୍ଞତା ଜ୍ଞାପନ କରେ। ତତ୍ସଙ୍ଗେ ସଙ୍ଗେ ଆଜିର ଉପାସନାରେ ଉପସ୍ଥିତ ମଣ୍ଡଳୀର ପାଳକ ଦିକନ୍ଦୟ ସମ୍ପାଦକ ଦ୍ୱୟ କୋଷାଧ୍ୟକ୍ଷ ଦ୍ୱୟ ପୁଣି ପ୍ରତ୍ୟେକ କର୍ମକର୍ତ୍ତା କର୍ମକର୍ତ୍ତୀ ବିଶ୍ୱାସୀ ବିଶ୍ୱାସିନୀ ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ଆସନ୍ତୁ ଆମମାନେ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ମୁଁ ପଦେ ପ୍ରାର୍ଥନା କରିବି, ଆପଣମାନେ ମୋ ସହିତ ମନୋଯୋଗୀ ହୁଅନ୍ତୁ। ଦୟାଳୁ ସ୍ୱର୍ଗବାସୀ ପିତା ପ୍ରଭୁ ଧନ୍ୟବାଦ କରୁଅଛୁ, ତୁମେ ଆମମାନଙ୍କୁ ପ୍ରେମ କଲ ଏବଂ ପ୍ରଭୁ ଆମମାନଙ୍କୁ ବିନାଶ ହେବାକୁ ତୁମେ ଦେଇନାହ, କେବଳ ତୁମରି ମହତ୍ ଦୟା ସକାଶୁ ତୁମରି ସେବା କରିବାକୁ ଆମମାନଙ୍କୁ ମନୋନୀତ କରିଅଛ, ତେଣୁ ଧନ୍ୟବାଦ କରୁଅଛୁ। ପ୍ରିୟ ସ୍ୱର୍ଗସ୍ଥ ପିତା, ତୁମରି ପୁତ୍ରଙ୍କ ଦ୍ୱାରା କୃଷ ଉପରେ କୁହାଯାଇଥିବା ବାଣୀ ମଧ୍ୟରୁ ଯାହା ମୋତେ ଆଜି ସୁଯୋଗ ଦିଆଯାଇଅଛି, ତୁମରି ସେହି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ତାହା ତୁମେ କହିବାକୁ ପ୍ରକାଶ କର। ପୁଣି ଆମମାନେ ଯେପରି ପ୍ରତ୍ୟେକ ସେହି ବାଣୀକୁ ବୁଝିବୁ ଏବଂ ନିଜ ଜୀବନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପାରିବୁ, ସେହିପରି ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗିଲୁ ପିତା, ଆମେନ୍। ଆଜିର ଆଲୋଚନା ନିମନ୍ତେ ବା ତୃତୀୟ ବାଣୀ ଯାହା ମୋତେ ଦିଆଯାଇଅଛି ତାହାର ଶାସ୍ତ୍ରାଂଶ ହେଲା ଯୋହନ ଲିଖିତ ସୁସମାଚାର ତାର 19 ପର୍ବ 26 ଏବଂ 27। ଆମମାନେ ଦୁଇ ଜଣ ବକ୍ତାଙ୍କ ଠାରୁ ଶୁଣିଅଛୁ ପ୍ରଥମ ଏବଂ ଦ୍ୱିତୀୟ ବାଣୀ। ପ୍ରଥମ ବାଣୀ ଆମେ ଶୁଣିଲୁ, ପିତ ଏମାନଙ୍କୁ କ୍ଷମା କର। ଯୀଶୁଖ୍ରୀଷ୍ଟଙ୍କୁ ଶିଷ୍ୟମାନେ ପଚାରିଲେ, କେତେ ଥର କ୍ଷମା କରିବା? ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କର ଏହିପରି ଗୋଟିଏ ଶିକ୍ଷା ନାହିଁ ଯାହା ସେ ଶିକ୍ଷା ଦେଇଛନ୍ତି ଏବଂ କରି ନାହାନ୍ତି। ଯାହା ଯାହା ଆଜ୍ଞା କରିଅଛନ୍ତି ସେହି ସମସ୍ତ ବିଷୟ ସେ ନିଜେ ଶିକ୍ଷା ଦେବା ସହିତ ତାହା ଆଦର୍ଶ ଭାବରେ ଦେଖେଇ ଯାଇଛନ୍ତି। ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ ଶିଖାଇଲେ ପ୍ରାର୍ଥନାରେ ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କର ଅପରାଧ ସବୁ କ୍ଷମା କର। ପୁଣି ଯୀଶୁଖ୍ରୀଷ୍ଟ ନିଜେ ଯେପରି ଶିକ୍ଷା ଦଉଥିଲେ, ସେହିପରି ସେ ନିଜେ ତାଙ୍କରି ଶେଷ ମୁହୂର୍ତ୍ତରେ କ୍ରୁଶ ଉପରେ ପ୍ରଥମ ବାଣୀ ସେ କ୍ଷମା କରି ତାଙ୍କରି ଶିକ୍ଷାକୁ ସେ ଆଉ ଦେଖେଇ ଦେଉଛନ୍ତି ଯେ ମୁଁ ଯେପରି ତୁମମାନଙ୍କୁ ଶିକ୍ଷା ଦଉଥିଲି ମୁଁ ମଧ୍ୟ କ୍ଷମା କରୁଅଛି। ଆଉ ସେଇ କଥା ପ୍ରେରିତ ପାଉଲ ଏଫେସୀୟ ମଣ୍ଡଳୀକେ ଲେଖୁଛନ୍ତି ଯେ ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମମାନଙ୍କୁ କ୍ଷମା କରିଅଛନ୍ତି, ସେଇଥିପାଇଁ ତୁମମାନେ ପରସ୍ପର ପ୍ରତି ସଦୟ ହୁଅ ଏବଂ ପରସ୍ପରକୁ କ୍ଷମା କର। ସେଇଥିପାଇଁ ଯୀଶୁଖ୍ରୀଷ୍ଟ ଉଦାହରଣ ଦେଇ କହିଲେ, ଜଣେ ମାଲିକଙ୍କ ଠାରୁ ଜଣେ ଦାସ ସେ ଋଣ ନେଇଥିଲା ଆଉ ତାହା ସେ ପରିଶୋଧ କରିପାରୁନଥିଲା, କିନ୍ତୁ ତାଙ୍କୁ ସେ ମାଲିକ 3 କୋଟି ଟଙ୍କା ସୁଧ ମାନେ ଋଣ କ୍ଷମା କଲେ, କିନ୍ତୁ ସେଇ ଦାସ 50 ଟଙ୍କା ସେ କ୍ଷମା କରିପାରି ନାହିଁ। ଯଦି ଆମମାନେ କ୍ଷମା କରିବା ନାହିଁ ତାହେଲେ ଆମମାନଙ୍କୁ କ୍ଷମା ମିଳିବ ନାହିଁ। ତାହା ଯେହେତୁ ଆମମାନଙ୍କର ଘୋଷା ରହିଯାଇଛି, ସେଇଥିପାଇଁ ଆମମାନେ ସ୍ୱର୍ଗସ୍ଥ ପ୍ରାର୍ଥନା ପ୍ରତ୍ୟେକ କରିଦେଉ, କିନ୍ତୁ ଆମମାନେ ବିବେଚନା କରିବାର ଆବଶ୍ୟକ ରହିଛି ଯେ ମୁଁ କ୍ଷମା କରିଛି କି ଯେ ମୋତେ କ୍ଷମା ମିଳିବ। ସେଇଦିନ ସେଇ ଦାସ କ୍ଷମା ପ୍ରାପ୍ତ ହେଲା, କିନ୍ତୁ କ୍ଷମା ନ କରିବା ହେତୁ ତାଙ୍କୁ ଆଉ ଥରେ ସେଇ ଦଣ୍ଡ ଦେବା ନିମନ୍ତେ ଯୀଶୁଖ୍ରୀଷ୍ଟ ଆଜ୍ଞା କରୁଅଛନ୍ତି। ଯୀଶୁଙ୍କର ଶିଷ୍ୟମାନେ ଯେବେ ପ୍ରଥମ ବକ୍ତା କହୁଥିଲେ, ସ୍ତିଫାନ ସେଇ ବାକ୍ୟ ସେ ଜାଣିଥିଲା ଏବଂ ଯୀଶୁଙ୍କ ପରି ଠିକ୍ ସେହିପରି ସେ
ତାଙ୍କୁ ପଥର ମାରୁଥିବା ଲୋକମାନଙ୍କ ପ୍ରତି କ୍ଷମାର ବାଣୀ ସେ କହୁଛନ୍ତି। ଦ୍ୱିତୀୟ ବିଷୟ ଆମେ ଦ୍ୱିତୀୟ ବକ୍ତାଙ୍କ ଠାରୁ ଶୁଣିଲୁ ପାରଦୀସକୁ ଯିବା। ପାରଦୀସ କେଉଁ ସ୍ଥାନରେ ଥିଲା, କିପରି ନିଆଗଲା ଆମେ ଶୁଣିଲୁ। ଅନେକ ସମୟରେ ଆମମାନଙ୍କୁ ପ୍ରଶ୍ନ ଆଉ ଲୋକମାନଙ୍କ ମଧ୍ୟରେ ଉପୁଜେ ଯେ ସେଇଦିନ ସେ ଚୋର ସେ ଡୁବକ ଯୋହନଙ୍କ ଠାରୁ ବାପ୍ତିସ୍ମ ନେଇଥିଲା କି ମନ ପରିବର୍ତ୍ତନର ବାପ୍ତିସ୍ମ ନେଇଥିଲା କି, ଆଉ ସେ କିପରି ପାରଦୀସକୁ ଯିବ? ଯେତେବେଳେ ଜଣେ ସିଲେକ୍ସନ କମିଟିର ହାଇ ଅଥରିଟି ଜଣେ ଯଦି ଆମକୁ ମନ୍ତ୍ରୀ ଯଦି କହିବ ମୁଁ ମୋର ହାଇଟ୍ କମ୍ ଅଛି ତଥାପି ଆମକୁ ମୁଁ ପୋଲିସ ଡିପାର୍ଟମେଣ୍ଟରେ ଭର୍ତ୍ତି କରିବି, ଆପଣମାନେ କିଏ ତାଙ୍କୁ ମନା କରିବା ପାଇଁ? ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେଇ ଚୋରଙ୍କୁ କହୁଛନ୍ତି ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ, ଆମେ କିଏ ତାଙ୍କ ବିଷୟରେ ବିଚାର କରିବାକୁ ଆଲୋଚନା କରିବାକୁ? ଆମେ ଦୁଇଟି ବିଷୟରେ ଶୁଣିଲୁ, କ୍ଷମା ବିଷୟ ଏବଂ ପାରଦୀସ ଯିବା ବିଷୟରେ। ତୃତୀୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କର ତୃତୀୟ ବାଣୀ ତାଙ୍କ ମାଙ୍କ ନିମନ୍ତେ। ସପ୍ତମ ବାଣୀରେ ଆମେ ତିନୋଟି ବାଣୀ ଅନ୍ୟମାନଙ୍କ ନିମନ୍ତେ କୁହାଯିବା ଏବଂ ଚାରୋଟି ବାଣୀ ନିଜ ନିମନ୍ତେ କୁହାଯିବା ବିଷୟରେ ଆମେ ଦେଖୁଅଛୁ। ଆଉ ଏଇ ପ୍ରଥମ ବାଣୀ କ୍ଷମାର ବାର୍ତ୍ତା, ଦ୍ୱିତୀୟ ବାଣୀ ପ୍ରତିଜ୍ଞାର ବାର୍ତ୍ତା, ତୃତୀୟ ବାଣୀ ପରିବାର ନିମନ୍ତେ ଗୋଟିଏ ସମ୍ବାଦ ବା ବାର୍ତ୍ତା ରହିଛି। ଆଉ ଏଇ ବାଣୀ ଯୀଶୁ ଖ୍ରୀଷ୍ଟ ନିଜ ମାଙ୍କ ନିମନ୍ତେ ଏବଂ ଯାହାଙ୍କୁ ସେ ପ୍ରେମ କରୁଥିଲେ ସେଇ ଶିଷ୍ୟଙ୍କ ନିମନ୍ତେ କୁହାଯିବା ବିଷୟ ଆମମାନେ ଜାଣିପାରୁଅଛୁ। এই ଯେଉଁ ଶାସ୍ତ୍ରାଂଶ ଆମମାନଙ୍କୁ ଆଜି ଦିଆଯାଇଅଛି ତୃତୀୟ ବାଣୀ ନିମନ୍ତେ, ତାହା ହେଲା ଯୋହନ ଲିଖିତ ସୁସମାଚାର ତାର 19 ପର୍ବର 26 ଏବଂ 27। ମୁଁ ପାଠ କରୁଅଛି। ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମର ପୁତ୍ର। ତତ୍ପରେ ସେଇ ଶିଷ୍ୟଙ୍କୁ କହିଲେ, ଦେଖ ତୁମର ମାତା। ଆଉ ସେହି ଦଣ୍ଡରୁ ସେଇ ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ। ଆମମାନେ ଦେଖୁଅଛୁ ଏଇଠାରେ ତାର ପୂର୍ବ ପଦରେ କ୍ରୁଶ ତଳେ ଆଉ କିଛି ମହିଳା ମାନେ ଥିଲେ। ସେମାନେ ହେଉଛନ୍ତି ଯୀଶୁଙ୍କ ମାତାଙ୍କ ବା ମରିୟମଙ୍କ ଭଉଣୀ। କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କର ମାତା, ତାହାଙ୍କ ମାତାଙ୍କ ଭଗ୍ନୀ କ୍ଲେପାଙ୍କ ସ୍ତ୍ରୀ ମରିୟମ ଓ ମଗଦଲନୀ ମରିୟମ ଠିଆ ହୋଇଥିଲେ। ଏଇଠାରେ କିଛି ମହିଳା ମାନଙ୍କୁ ଦେଖୁଛୁ। ପୁଣି ଆମେ ଦେଖୁଅଛୁ କେବଳ ଯୋହନଙ୍କ ବିଷୟରେ ସେଇଠାରେ ଲେଖା ଯାଉଅଛି ଯୋହନ ଅଛନ୍ତି। ଆମମାନେ ଅନେକ ଲୋକ ଏହି ବିଷୟରେ ଆମ ମଣ୍ଡଳୀରେ ବା ଆମେ ଜ୍ଞାତ ଅଟୁ। ଯୀଶୁ ନିଜ ମାତାଙ୍କୁ କହିଲେ, ପୁଣି ଯୋହନ ତାଙ୍କରି ଏଇ ଲେଖାରେ ତାଙ୍କରି ଯୋଉ ସୁସମାଚାର ଏଇ ଯୋହନ ଲିଖି ସୁସମାଚାର ସେ ଲେଖିଛନ୍ତି, ନିଜର ପରିଚୟ ନିଜର ନାମ ସେ ଅନେକଟି ଜାଗାରେ ପ୍ରକାଶ କରୁନାହାନ୍ତି। ଏବଂ ସେଠାରେ ସେ କହନ୍ତି ସେହି ଶିଷ୍ୟଙ୍କୁ କହିଲେ, ଅର୍ଥାତ୍ ଯେଉଁ ଶିଷ୍ୟଙ୍କୁ ସେ ପ୍ରେମ କରୁଥିଲେ ସେହି ଶିଷ୍ୟଙ୍କୁ। ଅନ୍ୟ ଜାଗାରେ ମଧ୍ୟ ସେହି ଶିଷ୍ୟଙ୍କୁ ବୋଲି ଲେଖାଯାଏ। ଆମେ ଯଦି ଦେଖିବା ଯୋହନ ଲିଖିତ ସୁସମାଚାର ତାର 21 ପର୍ବର ଶେଷରେ ଯୋହନ ନିଜର ପରିଚୟ ଦିଅନ୍ତି ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି ସେ ସେହି ଶିଷ୍ୟ। ଯୋହନ ନିଜ ବିଷୟରେ କହନ୍ତି ବା ଯୀଶୁ ଯାହାକୁ ପ୍ରେମ କରୁଥିଲେ ବୋଲି ଆମେ 20 ପଦରେ ମଧ୍ୟ ଦେଖୁଅଛୁ। ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ମଧ୍ୟରାତ୍ରିରେ ସେ ସମୟରେ ତାଙ୍କର ବକ୍ଷସ୍ଥଳରେ ଆଉଜି ପଡ଼ିଥିଲେ, ସେହି ଶିଷ୍ୟଙ୍କ ବିଷୟରେ ସେହି ଶିଷ୍ୟ ବା ଯୀଶୁ ଯାହାଙ୍କୁ ପ୍ରେମ କରୁଥିଲେ, ଯେତେବେଳେ ଏଇ କଥା ପ୍ରକାଶ କରାଯାଉଅଛି ଆମମାନଙ୍କୁ ଜାଣିବାକୁ ହେବ ଯେ ସେହି ଶିଷ୍ୟ ହେଉଛନ୍ତି ଏହି ସୁସମାଚାରର ଲେଖକ ବା ଯୋହନ। ତେଣୁ ଆମେ ଜାଣିବାକୁ ପାରୁଅଛୁ ଯୀଶୁ ଖ୍ରୀଷ୍ଟ ସେଇଠାରେ କିଛି ମହିଳା ମାନେ ଥିଲେ ବା ସ୍ତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ନିଜ ମାତାଙ୍କୁ କହୁଛନ୍ତି, ଗୋ ନାରୀ, ଦେଖ ତୁମର ପୁତ୍ର। ଆମମାନେ ଯେତେବେଳେ ଏଇ ଗୋ ନାରୀ ଶବ୍ଦଟା ଆସି ଯାଉଅଛି, ଆମମାନେ ପ୍ରତ୍ୟେକଙ୍କର ସ୍ମରଣରେ ଆସୁଅଛି, ମନେ ପଡୁଅଛି ଯେ ଯୀଶୁ ଖ୍ରୀଷ୍ଟ ତାଙ୍କରି ପ୍ରଥମ ଆଶ୍ଚର୍ଯ୍ୟ କର୍ମ ସମୟରେ ଯେତେବେଳେ ମରିୟମ କହୁଛନ୍ତି ଆଉ
ଯୀଶୁ ଖ୍ରୀଷ୍ଟ ବା ପ୍ରଭୁ ଏଠାରେ ଉପସ୍ଥିତ ଅଛନ୍ତି ଆଉ ତମର ଯୋଉ ଦ୍ରାକ୍ଷାରସ ସରିଯାଇ ଅଛି ତୁମେ ଯାଇ ତାଙ୍କୁ ପଚାର, ତାଙ୍କ ସହିତ ଯାଇ ସାକ୍ଷାତ କର, ସେ ତୁମମାନଙ୍କୁ ଯାହା କହନ୍ତି ତାହା ତୁମମାନେ କର। ସେହି ସମୟରେ ଯୀଶୁ ଖ୍ରୀଷ୍ଟ କହିଲେ, ଗୋ ନାରୀ, ଏ ପର୍ଯ୍ୟନ୍ତ ମୋର ସମୟ ଉପସ୍ଥିତ ହୋଇନାହିଁ। ଯୀଶୁ ଖ୍ରୀଷ୍ଟ ଯେତେବେଳେ ନିଜକୁ ବା ନିଜେ ଈଶ୍ୱରତ୍ୱ ରୂପରେ ଅଛନ୍ତି ବା ମନୁଷ୍ୟ ଭାବରେ ଅଛନ୍ତି, ତଥାପି ସେ ଈଶ୍ୱରଙ୍କର ପୁତ୍ର ଭାବରେ ସେ ସେଇଠାରେ ସେ କହିବାକୁ ଚାହାନ୍ତି ଯେ ପର୍ଯ୍ୟନ୍ତ ମୋର ସମୟ ହେଇନାହିଁ, ଗୋ ନାରୀ, ଏ ପର୍ଯ୍ୟନ୍ତ ମୋର ସମୟ ହେଇନାହିଁ। ମୁଁ ଏଇ ଯୀଶୁଙ୍କ ମାତାଙ୍କ ବିଷୟରେ କହିବା ପୂର୍ବରୁ ଆଉ ତାଙ୍କ ବିଷୟରେ ସ୍ମରଣ କରିଦେବାକୁ ଚାହେଁ। ଏଇ ଯୋଉ ମା ଏବଂ ପୁଅଙ୍କର ସମ୍ପର୍କ ଶେଷ ମୁହୂର୍ତ୍ତରେ ଯୀଶୁ କହିବାକୁ ଯାଉଛନ୍ତି, ଅନେକ ସମୟରେ ଆମମାନଙ୍କର ପ୍ରିୟଜନ ଯେତେବେଳେ ଜଗତରୁ ଛାଡ଼ି ଚାଲିଯାଆନ୍ତି, ଆମମାନେ କ'ଣ କରୁ, କିଏ ଯଦି ପୁଅ କିମ୍ବା ଝିଅ ଯାହାଙ୍କୁ ଆମମାନେ ଅତି ସ୍ନେହ କରୁ, ପ୍ରେମ କରୁ, ତାଙ୍କ ମୁହଁ ଦେଖିବାକୁ ଇଚ୍ଛା କରୁ ଯେ ସେ ଆସିଲେ ମୁଁ ତାଙ୍କୁ ଟିକେ ଦେଖିଥାନ୍ତି। ପୁଣି ଯାହାଙ୍କୁ ଅତି ସ୍ନେହ କରୁ, ଯାହାଙ୍କ ବିଷୟରେ ଅତି ଯତ୍ନ ନେବାକୁ କେୟାର କରୁ, ତାଙ୍କ ପାଇଁ କିଛି କହିବାକୁ ଆମମାନେ ଇଚ୍ଛା କରୁ। ସେଇଥିପାଇଁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯାହାଙ୍କୁ ଅତି ସ୍ନେହ କରୁଥିଲେ ସେଇ ଶିଷ୍ୟଙ୍କୁ, ପୁଣି ଯାହାଙ୍କ ପାଇଁ ତାଙ୍କର କର୍ତ୍ତବ୍ୟ ଥିଲା ଏକ ପୁତ୍ର ଭାବରେ, ତାଙ୍କ ପାଇଁ ଏଇ ତୃତୀୟ ବାଣୀ ସେ ପ୍ରକାଶ କରୁଛନ୍ତି। ଅନେକ ସମୟରେ ଆମମାନେ ଜଗତରେ ଯେତେବେଳେ ଆମମାନଙ୍କ ପ୍ରିୟଜନ ଛାଡ଼ି ଚାଲିଯାଆନ୍ତି, ସେ କ'ଣ କହିଲେ କି, ଗଲାବେଳେ କିଛି କାହାକୁ କହିଲେ କି, ମୋ ବିଷୟରେ କହିଲେ କି, ଏଇ କଥା ଆମମାନେ ପଚାରିଥାଉ। ଆଉ କେହି ଆଗ କାଳରେ ଆମେ ଦେଖିଅଛୁ ବା ଶୁଣିଛୁ ଯେ ଆଗ କାଳରେ ଯୋଉ ଆମର ଛଣ ଛପର ହେଇକି ଆଉ ରହୁଥିଲା, ସେଇ ସମୟରେ ଆମେ କ'ଣ ଲୋକମାନେ, ମା ମାନେ କିମ୍ବା ବୃଦ୍ଧ ମାନେ କ'ଣ କରୁଥିଲେ, କାଗଜରେ କିମ୍ବା ପଇସା ଛଣ ଭିତରେ ଏମିତି ଖୁଞ୍ଚିକି ରଖି ଦଉଥିଲେ। ଆଉ କେହି ମରିବା ପୂର୍ବରୁ କିମ୍ବା ସ୍ୱପ୍ନରେ ମଧ୍ୟ କହନ୍ତି, ଶୁଣିବା ବିଷୟ ଯେ ମୁଁ ସେଇ ଜାଗାରେ ପଇସା ରଖିଦେଇଛି, କିମ୍ବା ମୁଁ ଅମୁକ ବିଷୟ ତାଙ୍କୁ କହିବାର ଥିଲା ବୋଲି ସ୍ୱପ୍ନରେ ଆସି କହିଲା। ଆମ ଭାଷାରେ ଆମେ ଗାଁ ଗହଳିରେ କହୁ ଯେ ସେ ଭୂତ ଲାଗିକି କହିଲା ବୋଲି। ଆମମାନଙ୍କର ଶେଷ ଇଚ୍ଛା କାହାର ନିମନ୍ତେ ପ୍ରକାଶ କରିବାକୁ ଥାଏ, ବେଳେ ବେଳେ ମୃତ୍ୟୁ ପୂର୍ବରୁ କହିଯାଉ। ଆମ ଲୋକମାନେ ଆମେ ବିଶ୍ୱାସ କରୁ ମୃତ୍ୟୁ ପରେ ମଧ୍ୟ କେହି ଭୂତ ଲାଗିକି କହନ୍ତି ବୋଲି। ଯୀଶୁଙ୍କର ଶେଷ ଇଚ୍ଛା ସେ କ୍ରୁଶ ଉପରେ ମୃତ୍ୟୁ ବରଣ କରିବା କିଛି ମୁହୂର୍ତ୍ତ ପୂର୍ବରୁ ସେ ପ୍ରକାଶ କରୁଛନ୍ତି, ଯାହା ତାଙ୍କ ମାଙ୍କ ନିମନ୍ତେ। ଆଉ ସେଇ ମା, ଯେଉଁ ମା କି ତାଙ୍କ ନିମନ୍ତେ, ଯୀଶୁଙ୍କ ନିମନ୍ତେ ନିନ୍ଦା ଅପମାନକୁ ଏଡେଇବାକୁ ସେ ଆଉ ଆଗବର ହେଲା। ତାଙ୍କୁ କୋଳରେ ଧରିବାକୁ ହେଲେ, ଜଗତ ଯେ ତାଙ୍କୁ ଅପମାନ କରିବ, ନିନ୍ଦା ସହିବାକୁ ହେବ। ଆମେ ଲୋକଲିଖି ସୁସମାଚାର ତାର 1:34-38 ଦେଖୁଛୁ। ସେ କହୁଛନ୍ତି, ଦୂତ ଯେତେବେଳେ ଆସୁଛନ୍ତି, ଏହା କିପରି ହେବ, ମୁଁ ତ ପୁରୁଷଙ୍କୁ ଜାଣେ ନାହିଁ। ତାର ଅର୍ଥ ସେ ଅପମାନ ପାଇଁ ମଧ୍ୟ ସେ ଭୟ କରି ନାହାନ୍ତି। ଜଣେ ମାଙ୍କର କର୍ତ୍ତବ୍ୟ ତାଙ୍କ ପୁତ୍ର ପ୍ରତି ଆମମାନେ ଏଠି ଦେଖିବାକୁ ପାରୁଛୁ। ପୁଣି ଯୀଶୁଙ୍କୁ ସେ କେତେ କଷ୍ଟରେ ଆଉ ଜନ୍ମ ଦେଉଛନ୍ତି, ସେ ବିଷୟରେ ଆମମାନେ ଦେଖିବାକୁ ପାରୁଛୁ। ପୁଣି ଯୀଶୁଙ୍କ ପାଇଁ ସେ ତାଙ୍କୁ ଗର୍ଭରେ ଧରିଥିବା ହେତୁ ଈଶ୍ୱରଙ୍କର ପ୍ରଶଂସା କରୁଅଛନ୍ତି। ଲୁକ ତାର 1:46 ତଳକୁ ଆମେ ଦେଖୁଛୁ, ଈଶ୍ୱରଙ୍କର ପ୍ରଶଂସା କରୁଛନ୍ତି ଯୀଶୁଙ୍କ ନିମନ୍ତେ। ପୁଣି ଯୀଶୁଙ୍କୁ ସେ ସିମୋନ ପାଖକୁ ନେଇ ଯାଉଛନ୍ତି, ମନ୍ଦିରକୁ ନେଇ ଯାଉଛନ୍ତି ପ୍ରାର୍ଥନା କରାଇବା ପାଇଁ। ଜଣେ ମାଙ୍କର କର୍ତ୍ତବ୍ୟ ଆମେ ଦେଖିବାକୁ ପାରୁଛୁ। ପୁଣି ଯୀଶୁଙ୍କ ନିମନ୍ତେ ସେ ବ୍ୟତିବ୍ୟସ୍ତ ଅଟନ୍ତି। ଯେତେବେଳେ ସେମାନେ ମନ୍ଦିରକୁ ଯାଉଛନ୍ତି, ଯୀଶୁ ସେମାନଙ୍କୁ ଛାଡ଼ି ମନ୍ଦିରରେ ରହିଯାଇଛନ୍ତି, ଏମାନେ କିଛି ଦୂର ଚାଲି ପଳେଇ ଯାଇଛନ୍ତି। ସେ ସମୟରେ ଯୀଶୁଙ୍କୁ ସେ କହିବାକୁ ଚାହାନ୍ତି ବା ଯୀଶୁଙ୍କୁ କହୁଛନ୍ତି ଲୁକ 2:48, ପୁଅରେ ତୁ ଏ କ'ଣ କଲୁ? ମାନେ ଯୀଶୁଙ୍କୁ ସେମାନେ କିଛି ସମୟ ହରେଇଥିବା ହେତୁ ସେମାନେ କ'ଣ କରୁଛନ୍ତି, ବ୍ୟତିବ୍ୟସ୍ତରେ ଅଛନ୍ତି। ଜଣେ ମାଙ୍କର ଜଣେ ପୁଅ ପ୍ରତି କେଉଁ କର୍ତ୍ତବ୍ୟ ରହିଛି, କେଉଁ ସ୍ନେହ ରହିଛି, ଦାୟିତ୍ୱ ରହିଛି, ତାହା ଆମମାନେ ମରିୟମଙ୍କ ଜୀବନ ମଧ୍ୟରେ ଦେଖିବାକୁ ପାରୁଅଛୁ। ସେ କେବଳ ଯେ ଛୋଟ ସମୟରେ ତାଙ୍କ ସାଥେ ସାଥେ ଥିଲେ ତାହା ନୁହେଁ, କିନ୍ତୁ ବଡ଼ ହେବା ସମୟରେ, ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକର୍ମ ସମୟରେ ମରିୟମ ସେଠାରେ ଥିଲେ। ପୁଣି ଯୀଶୁଙ୍କର ସେବା କାର୍ଯ୍ୟ ମଧ୍ୟରେ ସେ ରହିଛନ୍ତି। ଆଉ ଯୀଶୁଙ୍କୁ ଯେତେବେଳେ ମୃତ୍ୟୁବରଣ କରିବାକୁ ପଡୁଛି, ଯୀଶୁଙ୍କୁ ଯେତେବେଳେ
ଆଉ କୋରଡ଼ା ପ୍ରହାର କରାହଉଛି, ସେଇ ସମୟରେ ମଧ୍ୟ ମା ତାଙ୍କ ପାଖରେ ଅଛି। ଏଇଠାରେ ମୁଁ ମନେ ପକେଇ ଦେବାକୁ ଚାହେଁ, ଆମେ ଯେତେବେଳେ ନିଜ ପିଲାମାନଙ୍କୁ ଶାସନ କରିବାକୁ ଚାହୁଁ, ଆମେ କ'ଣ କରୁ? ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ଯୋଉଠାରେ ଆମେ ପଢେଇବାକୁ ଟ୍ୟୁସନକୁ ପଠଉ, ଆମେ କ'ଣ କହୁ? ସେ ଦୁଷ୍ଟ ହଉଛି, ତାଙ୍କୁ ତୁମେ ବାଡେଇବ, ମାରିବା ପାଇଁ ଆମେ କହିଦଉ। ଆମେ ଯେଉଁ ଭାବରେ ପିଲାମାନଙ୍କୁ ମାରୁ, ଜଣେ ଯଦି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ସେଇ ଭାବରେ ହିଁ ପ୍ରହାର କରନ୍ତି, ମାରନ୍ତି, କେଉଁ ମା ତାହା ଦେଖିକି ସହ୍ୟ କରିବ? ତାହା ବହୁତ କଷ୍ଟକର ବିଷୟ। କିନ୍ତୁ ଯେଉଁ ମା କି ଯୀଶୁଙ୍କୁ ସ୍ନେହ କରିଥିବ, ତାଙ୍କୁ ପଢିଥିଲେ ସେ ଉଠେଇଥିବ, ଆଉ ଯୀଶୁଙ୍କୁ ଠିକ ସମୟରେ ଅନେକ କାର୍ଯ୍ୟ ସେ କରିବାକୁ କହିଥିବ, ସେଇ ମା ଆଜି ପ୍ରତ୍ୟେକଟି ସମୟରେ ସେ ନିଜେ ଗର୍ଭରୁ ଜାଣିପାରିଅଛି ଯେ ଈଶ୍ୱରଙ୍କର ପୁତ୍ର ମୋ ଗର୍ଭରେ ଅଛନ୍ତି, ଆଉ ସେ ବଡ ହେବା ସମୟରେ ମଧ୍ୟ ଯୀଶୁଙ୍କୁ ସେହି ରୂପରେ ଦେଖୁଛନ୍ତି। ସେଇ ମାଙ୍କ ଚକ୍ଷୁ ସାମ୍ନାରେ ଯୀଶୁଙ୍କୁ ହତ କରାହଉଛି, ତାଙ୍କୁ କିପରି କଷ୍ଟ ଲାଗିଥିବ, ସେ ମାଙ୍କର କର୍ତ୍ତବ୍ୟ ଆମେ ଦେଖିବାକୁ ପାରୁଅଛୁ। ଆଉ ସେଇ ସମସ୍ତ ପ୍ରକାର କର୍ତ୍ତବ୍ୟ, ସ୍ନେହ, ମମତା ଯୀଶୁଖ୍ରୀଷ୍ଟ ପାଇଥିବା ହେତୁ, ଯେହେତୁ ଯୀଶୁଖ୍ରୀଷ୍ଟ ବା ଈଶ୍ୱର ଯଦି 10 ଆଜ୍ଞା ମଧ୍ୟରେ ସେ ଆଜ୍ଞା ଦେଇ ପାରନ୍ତି, ହେ ପିଲାମାନେ ଆପଣା ଆପଣା ପିତାମାତାଙ୍କୁ ସମାଦର କର, କିମ୍ବା ଯୀଶୁଖ୍ରୀଷ୍ଟ ଯଦି ଆଜ୍ଞା କରନ୍ତି, ହେ ପିଲାମାନେ ନିଜ ନିଜ ପିତାମାତାଙ୍କୁ ସମାଦର କର। ପୁଣି ଯୀଶୁଖ୍ରୀଷ୍ଟ ଫାରୁସୀ ମାନଙ୍କୁ କହିଲେ, ସେ ତାଙ୍କରି ଶିକ୍ଷାରେ, ଯେ ତୁମେ ମାନେ କ'ଣ କରୁଅଛ? ତୁମେ ଶିକ୍ଷା ଦେଉଅଛ, କିନ୍ତୁ ନିଜ ପିତାମାତାଙ୍କୁ ତୁମେ ସମାଦର କରୁନାହ। ମାର୍କ ତାର 7 ପର୍ବର 8 ପଦରୁ ଆମମାନେ 13 ପଦ ପର୍ଯ୍ୟନ୍ତ ଦେଖିବା। ଏଠି ଲେଖାଯାଏ, ତୁମମାନେ ଈଶ୍ୱରଙ୍କର ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କର ପରମ୍ପରାଗତ ରୀତିନୀତି ଧରି ବସିଅଛ। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କର ଆଜ୍ଞା ବେଶ ଅଗ୍ରାହ୍ୟ କରୁଅଛ। କାରଣ ମୋଶା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ। କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାଙ୍କୁ କହେ, ମୋ ଠାରୁ ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା କର୍ବାନ ଅର୍ଥାତ୍ ମାନତ ହୋଇଅଛି, ତେବେ ତୁମ୍ଭେମାନେ ତାହାକୁ ତାହାର ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉନାହ। ଏଇଠାରେ ଫାରୁସୀ ଶାସ୍ତ୍ରଜ୍ଞ ମାନେ ବ୍ୟବସ୍ଥା ଜାଣିଅଛନ୍ତି, ମୋଶାଙ୍କର ଶିକ୍ଷା ଜାଣିଅଛନ୍ତି, ଈଶ୍ୱରଙ୍କର ଆଜ୍ଞା ଜାଣିଅଛନ୍ତି, ତଥାପି ସେମାନେ ଶିକ୍ଷା ଦେଉଅଛନ୍ତି, କିନ୍ତୁ ସେମାନେ ନିଜ ନିଜ ପିତାମାତାଙ୍କର କର୍ତ୍ତବ୍ୟ ଯାହା କରିବାର କଥା ତାହା କରୁନାହାନ୍ତି। ଆଉ କହୁଛନ୍ତି, ଯାହା ତୁମ ପାଇଁ କରିବାର ଥିଲା ତାହା ମାନତ ପୂର୍ଣ୍ଣ ହେଇଯାଇଛି, ଆଉ ମୁଁ ତାହା ତୁମମାନଙ୍କ ପାଇଁ କରିପାରିବି ନାହିଁ। ଫାରୁସୀ ଶାସ୍ତ୍ରଜ୍ଞ ମାନେ ଶିକ୍ଷା ଦେଉଅଛନ୍ତି, କିନ୍ତୁ ନିଜ ପିତାମାତାଙ୍କ ପାଇଁ କରୁନାହାନ୍ତି। କିନ୍ତୁ ଯୀଶୁଖ୍ରୀଷ୍ଟ ଯାହା ସେ ଶିକ୍ଷା ଦେଇଅଛନ୍ତି, ତାହା ସେ ପାଳନ କରୁଅଛନ୍ତି। ତେଣୁ ଆଜି ତାଙ୍କର ଶିକ୍ଷା ମଧ୍ୟରୁ ଯେଉଁ ଶିକ୍ଷା ସେ ପାଳନ କରୁଅଛନ୍ତି, ତାହା ହେଲା ନିଜ ମାଙ୍କ ପାଇଁ, ଜାଗତିକ ମାତାଙ୍କ ପାଇଁ ସେ ସଫଳ କରୁଅଛନ୍ତି। ଏବଂ ତାହା ସେ କହୁଅଛନ୍ତି ଯେ ସେଇ ଶିଷ୍ୟଙ୍କୁ ଦାୟିତ୍ୱ ଭାର ଦେଉଅଛନ୍ତି। କାରଣ ଯେତେବେଳେ ଶେଷ ମୁହୂର୍ତ୍ତ ଆସୁଅଛି, ଯୀଶୁଖ୍ରୀଷ୍ଟ ସେଇ ଦାୟିତ୍ୱ ଯାହାଙ୍କୁ ସେ ସ୍ନେହ କରୁଥିଲେ, ସେଇ ଶିଷ୍ୟଙ୍କୁ ଯୀଶୁଖ୍ରୀଷ୍ଟ ଦେଉଅଛନ୍ତି। ଏବଂ ସେଇ ଶିଷ୍ୟ ହେଉଛନ୍ତି ଯୋହନ। ଆମମାନେ ଯୀଶୁଙ୍କର ଶିକ୍ଷା ଏବଂ ତାହା ପାଳନ କରିବା ମଧ୍ୟ ତାଙ୍କ ଜୀବନରେ ଦେଖିପାରୁଅଛୁ। ସେଇଠାରେ ଅନ୍ୟ ନାରୀମାନେ ଥିଲେ, ପୁଣି ଯୋହନଙ୍କ ମାତାଙ୍କ ବିଷୟ ଆମେ ଜାଣିପାରୁନାହୁଁ, ତାଙ୍କ ମାତା ସେ ସମୟରେ ଜୀବିତ ଥିଲେ କି ନାହିଁ। ଯୀଶୁଙ୍କର ଭାଇ ଭଉଣୀଙ୍କ ବିଷୟରେ ମଧ୍ୟ ଆମମାନେ ଆଉ ଜାଣୁଅଛୁ। ଆଉ ଯୀଶୁ ଯେତେବେଳେ ପ୍ରଚାର କରୁଥିଲେ, ତାଙ୍କ ମା ଏବଂ ଭାଇ ଭଉଣୀ ଆସିଛନ୍ତି ବୋଲି ଯୀଶୁଙ୍କୁ ଯେତେବେଳେ କୁହାଗଲା, ସେ କହିଲେ, ଯେଉଁମାନେ ମୋ ପିତାଙ୍କର ଆଜ୍ଞା ପାଳନ କରନ୍ତି, ସେ ମୋର ମା, ଭାଇ ଓ ଭଉଣୀ ମାନେ ବୋଲି। ଯୀଶୁଙ୍କର ବା ମରିୟମଙ୍କର କୋଳରେ ଆଉ ପୁତ୍ର କନ୍ୟା ଜାତ ହୋଇଛନ୍ତି, ତାହା ଆମମାନଙ୍କ ବାକ୍ୟରେ ପ୍ରକାଶ କରାଯାଏ। କିନ୍ତୁ ଯୀଶୁଖ୍ରୀଷ୍ଟ ତାଙ୍କରି ଯାକୁବ, ଜିହୁଦା ଆଉ ଏମାନେ ଯୋଉ ଭାଇ ଥିଲେ, ସେମାନଙ୍କୁ ଦାୟିତ୍ୱ ଦେଉନାହାନ୍ତି। କିନ୍ତୁ ଯାହାଙ୍କୁ ଯୀଶୁ ଭରସା କରୁଛନ୍ତି,
ଯାହାଙ୍କୁ ଯୀଶୁ ସ୍ନେହ କରୁଛନ୍ତି ସେହି ଶିଷ୍ୟଙ୍କୁ ଯୀଶୁ ଦାୟିତ୍ୱ ଦେଉଛନ୍ତି। ତାହା ହେଲା ଯୀଶୁଙ୍କର ଶିକ୍ଷା। ତେଣୁ ଯୀଶୁ ଖ୍ରୀଷ୍ଟ ଯେଉଁ ଶିକ୍ଷା ଦେଇଥିଲେ ତାହା ଆଜି ମଣ୍ଡଳୀ ମଧ୍ୟ ପାଳନ କରୁଛନ୍ତି। ଯେ ବିଧବା ଏବଂ ବୃଦ୍ଧ ମା ମାନଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ କରିବା ତାହା ହେଲା ଏକ ଉତ୍ତମ ଧର୍ମକର୍ମ ବୋଲି ଆଉ ପତ୍ର ମାନଙ୍କରେ ଯାକୁବଙ୍କ ପତ୍ରରେ ଲେଖାଯାଏ। ପୁଣି ତାହା ପ୍ରେରିତଙ୍କ ପତ୍ରରେ ମଧ୍ୟ ଶିଷ୍ୟମାନେ ମଣ୍ଡଳୀ ମଧ୍ୟରେ ତାହା ପ୍ରକାଶ କରୁଛନ୍ତି ଏବଂ କହୁଛନ୍ତି ଯେ ଦିକନ ମାନଙ୍କର ବା ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କୁ ଯେ ବିଧବା ମାନଙ୍କର, କାରଣ ସେହି ସମୟରେ ଅନ୍ୟମାନେ ଆଉ ସେମାନଙ୍କୁ ଉପେକ୍ଷା କରୁଥିଲେ, ସେମାନଙ୍କର ଯତ୍ନ ନେଉନଥିଲେ। ସେଇଥିପାଇଁ ପ୍ରେରିତ ପୁସ୍ତକ ତାର 6 ପର୍ବ 1 ପଦରୁ 4 ପଦ ମଧ୍ୟରେ ବିଧବା ମାନଙ୍କ ନିମନ୍ତେ ଆଉ ସେଠାରେ ଲେଖାଯାଏ 1 ପଦରେ, ଏହି ସମୟରେ ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା ସେତେବେଳେ ଗ୍ରୀକ ଭାଷାବାଦୀ ଜିହୁଦୀ ମାନେ ଏବ୍ରିୟ ମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ପରିଚର୍ଯ୍ୟାରେ ସେମାନଙ୍କର ବିଧବା ମାନଙ୍କୁ ଉପେକ୍ଷା କରାଯାଉଥିଲା। ବିଧବା ମାନଙ୍କୁ, ମା ମାନଙ୍କୁ, ମହିଳା ମାନଙ୍କୁ ଉପେକ୍ଷା କରାଯାଉଥିଲା। ସେଇଥିପାଇଁ ଶିଷ୍ୟମାନେ କ'ଣ କରୁଛନ୍ତି, ଆଉ କିଛି 7 ଜଣ ନେତା ମାନଙ୍କୁ ଯେଉଁମାନେ କି ଆଧ୍ୟାତ୍ମିକରେ ପ୍ରଭୁଙ୍କୁ ପାଇଛନ୍ତି, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ନେଇଛନ୍ତି, ସେମାନଙ୍କୁ ଆଉ ନିଯୁକ୍ତ କରାଯାଉଛି ସେମାନଙ୍କର ସେବା କରିବା ପାଇଁ। ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞା ଶିଷ୍ୟମାନଙ୍କୁ ଉପରେ ପ୍ରଭାବ ପଡ଼ିଛି। ସେଇଥିପାଇଁ ମଣ୍ଡଳୀ ମଧ୍ୟରେ ଆଉ ସେବା କରିବାକୁ, ବିଧବା ମାନଙ୍କର ସେବା କରିବାକୁ ଦିକନ ମାନଙ୍କୁ ଆଉ ନିଯୁକ୍ତ କରାଯାଉଛି। ପୁଣି ପ୍ରେରିତ ପାଉଲ ମଧ୍ୟ ତାଙ୍କ ପତ୍ରରେ ତୀତସଙ୍କୁ ଲେଖୁଛନ୍ତି। ପୁଣି ତିମୋଥୀଙ୍କ ନିକଟକୁ ମଧ୍ୟ ତାଙ୍କର ପ୍ରଥମ ତିମୋଥୀ 5 ପର୍ବର 1-2ରେ ସେ ସେଇ କଥା ପ୍ରକାଶ କରନ୍ତି ଯେ କିପରି ମା ମାନଙ୍କୁ, ବୃଦ୍ଧ ମା ମାନଙ୍କୁ ବା ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ତିରସ୍କାର କର ନାହିଁ, କିନ୍ତୁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରି ବିନୟ କର। ଯୁବକ ମାନଙ୍କୁ ଭାତୃତୁଲ୍ୟ, ବୃଦ୍ଧା ସ୍ତ୍ରୀ ମାନଙ୍କୁ ମାତୃତୁଲ୍ୟ ଓ ଯୁବତୀ ମାନଙ୍କୁ ପବିତ୍ର ଭାବରେ ଭଗ୍ନୀ ତୁଲ୍ୟ ଜ୍ଞାନ କରି ସେହି ପ୍ରକାର କର। ବୃଦ୍ଧା ମାନଙ୍କୁ, ପିତାମାତାଙ୍କୁ କିପରି ସମାଦର କରିବାକୁ ହେବ, ଯୀଶୁଙ୍କ ଠାରୁ ଶିଷ୍ୟମାନଙ୍କୁ, ଶିଷ୍ୟମାନଙ୍କ ଠାରୁ ମଣ୍ଡଳୀ ମାନଙ୍କ ନିକଟକୁ ଏଇ କଥା ଆଉ କ'ଣ କରାହଉଛି, ପ୍ରକାଶ କରାଯାଉଛି। ତେଣୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ପୁତ୍ର ଭାବରେ, ଜାଗତିକ ଭାବରେ ଯେତେବେଳେ ସେ ମନୁଷ୍ୟ ଭାବରେ ଏଇ ଜଗତରେ ଥିଲେ, ଏକ ପୁତ୍ରତ୍ୱର ଦାୟିତ୍ୱ ସେ କ'ଣ କରୁଛନ୍ତି, ତୁଲଉଛନ୍ତି ଏବଂ ନିଜ ସ୍ନେହ କରୁଥିବା ଶିଷ୍ୟଙ୍କୁ ସେ ସେଇ ଦାୟିତ୍ୱ ଦେଉଛନ୍ତି। ଯୀଶୁ ଖ୍ରୀଷ୍ଟ ବା ଈଶ୍ୱର ପରିବାର ନିମନ୍ତେ ଚିନ୍ତା କରନ୍ତି। ସେ ପ୍ରଥମେ ନୋହଙ୍କ ପରିବାରକୁ ରକ୍ଷା କଲେ, ଲୋଟଙ୍କ ପରିବାରକୁ ରକ୍ଷା କରିବାକୁ ସେ ଇଚ୍ଛା କରନ୍ତି। ପୁଣି ସେ ବ୍ୟଭିଚାରିଣୀ ସ୍ତ୍ରୀଙ୍କ ତାଙ୍କ ପରିବାର, ଅନେକ ଜୈଲରଙ୍କ ବା ପରିବାର ଯୀଶୁ ଖ୍ରୀଷ୍ଟ ପରିବାରକୁ ରକ୍ଷା କରିବାକୁ ଚାହାନ୍ତି। ଏଇଠାରେ ସେ ଆଉ ଗୋଟେ ପରିବାର ଗଠନ କରୁଛନ୍ତି। କ୍ରୁଶ ଉପରେ ଆମେ ଗୋଟେ ନୂତନ ପରିବାର ଗଠନ ହେବାର ଦେଖିପାରୁଛୁ। ଆଉ ସେହି ଦଣ୍ଡରେ ସେହି ଶିଷ୍ୟ କ'ଣ କରୁଛନ୍ତି, ମରିୟମକୁ ଆପଣା ଗୃହକୁ ନେଇ ଯାଉଛନ୍ତି ବୋଲି ଆମମାନେ ସେଇଠାରେ ଦେଖିବାକୁ ପାଉଛୁ। ଏକ ନୂତନ ପରିବାର ଗଠନ ହେଉଛି। ଗୋଟିଏ ନୂଆ ଭାବରେ ଯୀଶୁ ଯେହେତୁ ନିଜ ମାଙ୍କ ଠାରୁ ଜାଗତିକ ଭାବରେ ଯଦିଓ ସେ ଆଉ ଥରେ ପୁନରୁତ୍ଥାନ ହେଇ ଆସିବାର ଅଛି, ତଥାପି ନିଜ ଦାୟିତ୍ୱ ସେ କ'ଣ କରୁଛନ୍ତି, ଯୋହନଙ୍କୁ ଦେଉଛନ୍ତି। ଆଉ ତୁମେ ତାଙ୍କର ପୁତ୍ର ହେଲ, ଆଉ ସେ ତୁମର ମାତା ହେଲା। ଆଜିଠାରୁ ତୁମେ ତାଙ୍କରି ଦାୟିତ୍ୱ ନେବ। ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ଦାୟିତ୍ୱ ରହିଥିଲା ତାଙ୍କରି ଶିଷ୍ୟଙ୍କୁ ସେ ଦେଇକି ଯାଉଛନ୍ତି। ଯୀଶୁ ଯାହାକୁ ସ୍ନେହ କରନ୍ତି ତାଙ୍କୁ ଆଉ ପ୍ରତିପାଳନ କରିବା ନିମନ୍ତେ ତାଙ୍କରି ଶିଷ୍ୟଙ୍କୁ ସେ ଦେଇ ଯାଉଛନ୍ତି। ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ସ୍ନେହ କରନ୍ତି, ପ୍ରେମ କରନ୍ତି, ସେଇ ମଣ୍ଡଳୀ ନିମନ୍ତେ ନିଜ ପ୍ରାଣ ଦେଲେ। ଆଉ ସେଇ ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ ଆଉ ଜଣେ ଶିଷ୍ୟଙ୍କୁ ଦାୟିତ୍ୱ ଦେଉଛନ୍ତି। ଏହା ଜଗତ ଛାଡ଼ିଯିବା ପୂର୍ବରୁ ବା ମନୁଷ୍ୟ ଭାବରେ ଆଉ ରହି ମୃତ୍ୟୁବରଣ କରିବା ପୂର୍ବରୁ ଶିଷ୍ୟଙ୍କୁ, ଯୋହନଙ୍କୁ ନିଜ ମାଙ୍କର ଦାୟିତ୍ୱ ଦେଉଛନ୍ତି। ପୁଣି ଯେତେବେଳେ ତାଙ୍କର ଦ୍ୱିତୀୟ ଆଗମନ, ମାନେ ଯେତେବେଳେ ତାଙ୍କର ପୁନରୁତ୍ଥାନ ପରେ ସେ ନିଜ ମଣ୍ଡଳୀକୁ ଛାଡ଼ି ଯାଉଛନ୍ତି, ଆଉ ସେହି ଦାୟିତ୍ୱ ପିତରଙ୍କୁ ଦେଇ ଯାଉଛନ୍ତି। ଆଉ ପିତରଙ୍କୁ ପଚାରୁଛନ୍ତି, ଯୀଶୁ ସିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? 3 ଥର ପିତରଙ୍କୁ ପଚାରୁଛନ୍ତି। ମୋର ପ୍ରିୟ ମାନେ, ଆମେ ଏଠାରେ ଗୋଟେ
जानी रखिबा बा मने रखिबा जे जहांकु यीशु प्रेम करूछंती ताहांकु दायित्व दउछंती पुणी पितरंकु पचारुछंती तुमे मते प्रेम करूछ कि आउ जी यीशु को प्रेम करूछंती ताहांकु यीशु आउ दायित्व दउछंती प्रेम करूथबा शिष्यों को दायित्व दउछंती पुणी जी यीशु को प्रेम करूछंती तांकु आउ दायित्व दउछंती आउ तुमे से कोन कहउछंती एई थरे तीनी थर पचारला परे यीशु कहउछंती यीशु तांकु कहिले मोर मेष मानंकु चराओ प्रथम दायित्व आमे देखिबा को पारो छु क्रूस उपरे से मां को दायित्व दउछंती जोहनंकु पुणी द्वितीय दायित्व तांकरी आउ जगत छाड़ी जिबा पूर्वरु द्वितीय दायित्व दउछंती तुमे मोर मेष मानंकु चराओ जहा शेष इच्छा यीशुंकर रहिथिला क्रूस उपरे पुणी द्वितीय आगमन परे ताहा दायित्व दे जिबा विषय आम माने देखिबा को पारो छु आम मानंकु मध्य दायित्व दिया जाई अछि जे आज्ञा माध्यम रे 10 आज्ञा रे पुणी नूतन नियम रे पितामाता को समादर करिबा सेमानंक पई आम माने जो कर्तव्य रहिछि सेही परि करिबा आम माने जे केवल वाक्य रे प्रचार करदबा ताहा नुहे किंतु ताहा आउ जीवन मध्य रे कार्यकारी करैबा निमंते पुणी मां मानंक मध्य से यीशु ख्रीष्ट जेतेबेले क्रूस बहि नै जाउछंती कहिले हे जेरूसालेम लो कन्यागण तुमे माने कोन करो आपणा आपणा निमंते पुणी आपणा संतान मानक निमंते रोदन करो मां मानंकु निज पिला मानक निमंते रोदन करिबा पई सेमानक निमंते प्रार्थना करिबा पई पुणी पिला मानंकु निज मांक पई वृद्ध मानंक पई मंडली जे गोटे ख्रीष्टंकर परिवार सेई मानंकु जत्न नेबा पई आम मानंकु दायित्व दिया जाई अछि तेनु यीशु ख्रीष्ट से जगत छाड़ी जिबा पूर्वरु निज मातांकर दायित्व जोहनंकु देले मंडलीर दायित्व पितरंकु देले पुणी आम मानंकु दायित्व देले जे तांकरी विश्वासी विश्वासिनी बा मंडली को किपरि वृद्धा मानंकु आम माने माने समादर करिबा पुणी सेमानंकर दायित्व आम माने नेबा तेनु यीशु ख्रीष्ट आउ जगत छाड़ी जिबा पूर्वरु ही मृत्युवरण करिया पूर्वरु कहिले मु तुम मानंकु अनाथ करी छाड़ी चली जिबि नाही मु तुम मानंक निमंते एक सहाय्यकारी आत्मा को पठाइबी आउ से आम मानंकु कोन करिवे प्रत्येक समय गाइड करिवे कथा कहिबे आउ यीशु ख्रीष्ट तांकरी द्वितीय आगमन परे परे कहउछंती सदा सर्वदा मु तुम संगे संगे रहिबी आउ से आम मानंकर संगे संगे अछंती माथ्यू तार 28 रो 20 पदर आम माने देखि पारु अछु आउ आम मानंकु जो दायित्व दिया जाय अछि सेही दायित्व करिबा माने निभेइबा पाए सफल करिबा पाए प्रभु आम मानंकु आउ सहाय्य करिवे तांकर पवित्र आत्मा को द्वारा तेणु जणे पुओ भावरे जगत रे जेते बेले थिले से समस्त कर्तव्य आउ करि अछंती जणे ईश्वरंकर पुत्र भावरे जो दायित्व तांकु दिया जाइथिला से समस्त पालन करि अछंती पुणी जागतिक भावरे जो पुओ भावरे से रहिथिले सेही दायित्व मध्य से सफल करू अछंती आम मानंको मध्य ईश्वरंकर संतान संतति भावरे जो दायित्व दिया जाय अछि ताहा सफल करबा को हबो तत्संगे संगे जागतिक पुत्र कन्या बा आ पिता भावरे बा माता भावरे भाई भावरे जो दायित्व आम मानंको दिया जाय अछि सेही दायित्व मध्य आम मानंको तोळेबा को हबो आ यीशुंकर एई क्रूस उपरे तृतीय बाणी आम मानंको एई कथा प्रकाश करे जे आम मानंकर दायित्व आम मानंको सफल करबा को हबो बा करबा को हबो प्रभु आम माने प्रत्येकंकु ए क्षुद्र वाक्य द्वारा आशीर्वाद करंतु धन्यवाद। प्रभुंकर दासन को विशेष धन्यवाद। आसंतो माने चतुर्थ बाणी सुनिबा को जिबा अनुरोध करिबी मंडलीर पुरुखा प्राची